ଆଉ ମାନେ ଆପଣଙ୍କ ନାଁ କ'ଣ? ସୁଭଦ୍ରା ପଣ୍ଡା। ଘର ଗଲେ ନୂଆ ଗାଁ। ସବୁ ନୂଆ। ମାନେ ଘରେ କିଏ ଅଛନ୍ତି? ମୋ ବୋହୂ ଏକା ଅଛି। ଆଉ କେହି ନାହିଁ? ପୁଅ ନାଚିକି ଅଛନ୍ତି ସୁନ୍ଦରଗଡ଼ ପାଖରେ। ସୁନ୍ଦରଗଡ଼ରେ ମାନେ କ'ଣ ଚାକିରି କରନ୍ତି? ନାଚି ଗାଡ଼ି ଚଲାଏ ଡ୍ରାଇଭର। ଆଉ ତା ବାପାକୁ କ୍ୟାନ୍ସର ହେଇଗଲା ତା ଦେହ ମୋ ପୁଅ ଦେହରେ। ବହୁତ ଦେଖିଲାନି ଆଉ ତା ପୁଅ ଆସି ନେଇଗଲା ସେ କରିଦେଲେ। ଆଉ ବୋହୂ ମୋତେ ଖାଇତେ ପିଇତେ ଦେଲା ହଇରାଣ କଲା ମୁଁ ଚାଲି ଆସିନି। ଆଉ ଏ ଆଶ୍ରମର ଖବର ପାଇଲେ କେମିତି? ଏଇଟା ଝିଅ ଯେ ଆମ ଗାଁରେ ବନ୍ଧୁବାସ ଅଛି। ମୁଁ ସେଠୁ ଯାଇଥାନ୍ତି ବୃନ୍ଦାବନ। ସେ କହିଲା ନସିକେ ମୁଁ ଜଣ ପଦାରେ ବସିଥିଲି। ମଧୁସ୍ୱାମୀ ପଣ୍ଡା ଘରେ ବସିଥିଲି। ସେ କହିଲା କେଜିକି ଦେଢ଼ ମାଉସୀ ଆମେ ଯେ ଗାଁ ଝିଅ ତା ଶାଶୁଘର ସେଇଆଡ଼େ ଗାଁଟା ବାଜା ପାଇଁ କେଜି। ଆଉ ସେ କହିଲା କି ନା ଆମର ବାଲେଶ୍ୱରରେ ଆଶ୍ରମ ଖୋଲା ହେଇଛି ଆପଣ ସେଇଦିନ ଭଲ ହେବ। ସେ ଝିଅର ବି ଏଇଠି ଅଛି। ଆଉ ଟେମ୍ପୁରେ କରିକି ପଚାରିକି ଦେବେ। ଆଉ ନିଜ ହାତରେ ଗଢ଼ିଥିବା ଘର ଆଉ ଆଶ୍ରମ ଭିତରେ କ'ଣ ଫରକ ଦେଖୁଛନ୍ତି? ଆଉ ଘର ଭିତରେ ଏଠି ଭଲରେ ଖାଉଛେ ଶାନ୍ତିରେ ରହିଛେ ଦେହ ଅଛେ। ଘରେ ଏକାଠିଆ ବୋହୂ ହଇରାଣ କଲା। ବୋହୂ କ'ଣ ହଇରାଣ କଲା? ରନ୍ଧା କଲା କଲାନି। ଆମେ ବାବୁ ଆଇଁଷ ଖାଇନୁ। ଏତେ ଭାତ ତରକାରୀ ହେଇନଥିଲା। ବସିକି ଆଚ୍ଛା ବୋହୂ ଚଳୁଛି କେମିତି? ପୁଅକୁ ତ ଆପଣଙ୍କର କ୍ୟାନ୍ସର ବୋଲି କହୁଛନ୍ତି। ବୋହୂ ଚଳୁଛି କେମିତି? ମାନେ ଟଙ୍କା ଅର୍ଥ କେଉଁଠି ଆସୁଛି? ଜମି ବାଡ଼ି ଅଛି। ଆପଣଙ୍କର ଜମି ବାଡ଼ି ଅଛି? ଆଚ୍ଛା। ଚାଷ ଧାନ ଟଙ୍କା ଦିଅନ୍ତି। କଣ୍ଟ୍ରୋଲରୁ ଚାଉଳ ପାଏ। ଆଉ ବୋହୂ ଖାଉଛି ନା ନାହିଁ? ବୋହୂ ଖାଉଥିବ। ସେ ଯେ ଆପଣଙ୍କୁ ରାନ୍ଧିକି ଦେଲାନି ସିଏ ଖାଉଛି ନା? ସେ ରୁଟି ଖାଏ ସକାଳୁ। କ୍ଷୀର ରୁଟି ଖାଏ। ଆଚ୍ଛା। କେବେଠୁ ଆସିଲେଣି? 6 ମାସ ହେଇଗଲାଣି। ଏଠି କେମିତି ଲାଗୁଛି? ଭଲ ଲାଗୁଛି। ଆଜି ବାପା ମା ଅବହେଳିତ, ପ୍ରାୟ ବୁଢ଼ା ବାପା ମା ଅବହେଳିତ ଏବଂ ଅବହେଳିତ ହେଲା ପରେ ସେମାନେ ଏଇ ଶେଷ ଅବସ୍ଥାକୁ ଆସୁଛନ୍ତି ଆଶ୍ରମକୁ। କିନ୍ତୁ ଅନେକଙ୍କ ମୁହଁରେ କଥା ଉଠେ ଯେ ଆଶ୍ରମ ଯେତେ ବନ୍ଦ ହେଇଯିବ ବାପା ମାଆଙ୍କୁ ସେତେ ନ୍ୟାୟ ମିଳିବ। ଏ ଦ୍ୱାରା ଆପଣଙ୍କର ମତ କ'ଣ? ଆଶ୍ରମ ବନ୍ଦ ହେଇଯିବା ଦରକାର ନା ଏମିତି ଆଶ୍ରମ ଖୋଲା ହେବା ଦରକାର? ଖୋଲା ହେବା ଦରକାର। ଆସିବେ କିନ୍ତୁ ମଥା ଟିକେ ଗେଞ୍ଜିବେ ଖାଉଛେ ଭଲ ଟିକେ ପିଇଛେ। ଆଉ ମାଉସୀ ଆପଣ ଯେଉଁ କହୁଛନ୍ତି ବୋହୂ ରାନ୍ଧିଲାନି ଖାଇବାକୁ ଦେଲାନି, ଆପଣଙ୍କର ସେ ବୋହୂ ନିଜର, ତେଣୁ ପୁଅ ତ ରୋଗାକ୍ରାନ୍ତ ହେଲା, ତେଣୁ ଆପଣ ଟିକେ ବୋହୂ ସାଙ୍ଗରେ ମିଶିକି ଥିଲା ସେ ରାନ୍ଧିକି ଦେଉଛି। ଆଉ ଆପଣ ଟିକେ ତା ସହିତ ସାମିଲ ହେଇଗଲେନି, ରାନ୍ଧିକି ଟିକେ ଖାଇବା ପିଇ କଲେନି, କିଛି ତାକୁ ସହଯୋଗ କରିଦେଲେନି। ନାଇଁ ନାଇଁ ଆପଣ କାଟି ବାଟି ଦେଇଥାନ୍ତେ, ମୁଁ କାଟି ଦେଉଛି ତୁ ହେଉଛି ରାନ୍ଧ, ନା ମିଳିମିଶି ଚଳିଥାନ୍ତେ। ଆପଣ ଆଉ ଘରକୁ ଫେରିବେ ନା ଏଇ ଆଶ୍ରମରେ ରହିବେ? ଏ ଆଶ୍ରମରେ ରହିନି ଆଉ। ଆପଣଙ୍କ ଶେଷ ଜୀବନ ଯଦି କାଲିପୁରୀ ଆପଣଙ୍କ ଶେଷ ନିଶ୍ୱାସ ଏଇଠି ଯିବ। ଏଇଠି ଯିବ। ଆପଣ ତ ଏଠି 5 ଜଣ ରହିଛନ୍ତି ମିଶିକି, ଆପଣ ତ ଗୋଟେ ଘରୁ ରହିନାହାନ୍ତି, 5 ଘରୁ ଆସିକି ରହିଛନ୍ତି। ଆପଣ ଏଠି କେମିତି ସମସ୍ତଙ୍କ ଭିତରେ ମିଳିମିଶି ରହିଛନ୍ତି? ସମସ୍ତେ ବସିଛେ ପାଠ ପଢ଼ୁଛେ। ଝଗଡ଼ା ଲାଗୁନାହାନ୍ତି? ମୋର ହରିନାମ କରେ ଜପ କରେ। ଯୋଗ ଏକା କରୁଛନ୍ତି? ଆଚ୍ଛା କରେନି ମା ମୁଁ ଜପ କରେ। ଆଉ ଆଶ୍ରମରେ ଆପଣଙ୍କୁ କେମିତି ସହଯୋଗ ମିଳୁଛି? ଏଇ ବାବା ଦିଅନ୍ତି ଯାହା ହେବ 5 ଜଣଙ୍କୁ ସମାନ ଭାବରେ। ଦେହ ପା ଅସୁବିଧା ହେଲେ ଜ୍ୱର ଦିଅନ୍ତି। ଆଶ୍ରମରେ ସମସ୍ତେ ଭଲ ପାଆନ୍ତି ଆପଣଙ୍କୁ? ହଁ ଭଲ ପାଆନ୍ତି। ଡାକ୍ତର ଦିନ ଅଛନ୍ତି ଜାଣିବା ରକ୍ତ ପରୀକ୍ଷା କଲେ ବିଷ ଦେବ। ଆଉ ଜଣେ ଡାକ୍ତର ବାପା ଏଠି ଅଛନ୍ତି ତାଙ୍କ ନାଁ ଦେଖ ଆଉ ସିଏ ଆସନ୍ତି ଦୈନିକ ସକାଳୁ ଆସିବେ ହାତ ମିଳେଇବେ ଦେଖିବେ ଏଠି କ'ଣ ହେଲା